ହଁ କଣ ନା କଣ କହିଲେ? ସାର୍ ନା ହେଲା ପୂର୍ଣ୍ଣଚନ୍ଦ୍ର ରାଉତରାୟ। ପୂର୍ଣ୍ଣଚନ୍ଦ୍ର ରାଉତ। ହଁ ଡେଟ୍ ଅଫ୍ ବାର୍ଥ କୁହନ୍ତୁ। ଆଜ୍ଞା ଆଜ୍ଞା ସାର୍ 1995 ଅକ୍ଟୋବର 23। 1995। 23/10/95। 23/10/1995। 1995 ସାର୍। ଆଚ୍ଛା। ଆଜ୍ଞା ସମୟ? 8:40 AM। ଜନ୍ମସ୍ଥାନ? ଜନ୍ମସ୍ଥାନ ସାର୍ ଖୋର୍ଦ୍ଧା। ହୁଁ। ତମର ରାଶି ହଉଛି 13/6 ହସ୍ତା କନ୍ୟା। ଆଜ୍ଞା ସାର୍। ହସ୍ତା କନ୍ୟା ଦେବଗଣ ସ୍ତ୍ରୀ ସ୍ୱଭାବ ରାଶି ଦ୍ୱାତ୍ମିକ ରାଶି ଅଗ୍ନି ତତ୍ଵର ରାଶି ଆଜ୍ଞା ବୁଝିହଉଛି। ଆଜ୍ଞା ଆଜ୍ଞା ସାର୍। ଯଦି ରାଶି ଉପରେ ଆମେ ଆଲୋଚନା କରିବା ମାନେ ତମର ସ୍ୱଭାବ ଉପରେ ଆଜ୍ଞା ଯଦି ସାର୍ ଦେଖିବା ଆଜ୍ଞା ତମେ ଭେରି କାଲକୁଲେଟିଭ ହେଇଥିବ। ଅନ୍ୟକୁ ଆଜ୍ଞା ସାର୍ ଅନ୍ୟକୁ ଆଡଭାଇସ ଦବା ପାଇଁ ବେଶୀ ପସନ୍ଦ କର ବା ଅନ୍ୟମାନେ ଆଡଭାଇସ ମାଗନ୍ତି ପରାମର୍ଶ ଦବା ପାଇଁ ଯେ ଏଇଟା କରିବି କଣ କରିବି କେମିତି କଲେ ହବ। ତମେ ଅନ୍ୟକୁ ସବୁବେଳେ ଆଜ୍ଞା ପରାମର୍ଶ ସାର୍ ଦବା ପାଇଁ ଅନ୍ୟମାନେ ବି ଏକ୍ସପେକ୍ଟ ଆଶା କରନ୍ତି ଯେ ଇଏ ମତେ ଗୋଟେ କିଛି ସଜେସନ ଦିଅନ୍ତା କି ଇଏ ମତେ ଗୋଟେ ସଜେଷ୍ଟ କରନ୍ତା କି ବୁଝିହଉଛି। ଆଜ୍ଞା ସାର୍ ମତେ ଭଲ ଲାଗେ ପରାମର୍ଶ ହଁ ଦବାକୁ। ଆଜ୍ଞା କିନ୍ତୁ ଗୋଟେ ବଦଗୁଣ କଣ ଗୋଟେ ସଡନ ଗୋଟେ ମାନେ କ୍ଷଣ କୋପି ଯୋଉଟା କହନ୍ତି ହଠାତ୍ ରାଗିଯିବ ଯେହେତୁ ଗୋଟେ ଅଗ୍ନି ତତ୍ଵର ଆଜ୍ଞା ରାଶି ହଠାତ୍ ରାଗିଯିବ କିନ୍ତୁ ପରେ ଆଜ୍ଞା ତାକୁ ଅନୁତାପ କରିବ ମୋର ଏଠି ରାଗିବାର ନଥିଲା ମୁଁ କାହିଁକି ଗୋଟେ ରାଗିଲି ଗୋଟେ ସେ ଖରାପ ଭାବିଥିବ ମାନେ ଏତେ ରିପେଣ୍ଡ କର ଯେ ସେଟା ଇମାଜିନ ବାହାରେ ଅନ୍ୟ କୋଉ ରାଶି ଏମିତି କରିବେ ନାହିଁ ବୁଝିହଉଛି। ନାଇଁ ଆଜ୍ଞା ସାହାଯ୍ୟ କରିବା ମନୋବୃତ୍ତି ଆଜ୍ଞା ସାର୍ ସବୁବେଳେ ଥାଏ ତମର ସବୁବେଳେ ଆଜ୍ଞା ସାର୍ ଆଜ୍ଞା ସାହାଯ୍ୟ କରିବା ମନୋବୃତ୍ତି କିନ୍ତୁ ଆଜ୍ଞା ସାର୍ ସାହାଯ୍ୟର ପ୍ରତିବଦଳରେ ଗୋଟେ ଗୋଟେ ଆପ୍ରିସିଏସନ ବି ମିଳେନି ଯେ ନାଇଁ ତୁ ଗୋଟେ ସାହାଯ୍ୟ କଲୁ ଭଲ ଆଜ୍ଞା କାମଟେ କଲୁ ସେମିତି କେହି କରନ୍ତି ନାହିଁ ସେଥିପାଇଁ ମାନେ ନାଇଁ ସାର୍ ସେମିତି କେହି କହନ୍ତି ନାହିଁ ଗୋଟେ ଆଶା ରଖିଥିବ ଯେ ମୁଁ ସାହାଯ୍ୟ କଲି ଗୋଟେ ଆଟଲିଷ୍ଟ ଗୋଟେ କହିବ ଯାହା ହଉ ଗୋଟେ ସାହାଯ୍ୟ କଲୁ ସେମିତି କିଛି ମାନେ ଆଜ୍ଞା ଘଟେ ନାହିଁ ଲାଇଫ ରେ ଯୋଉଟା କି ସେଥିପାଇଁ ମଧ୍ୟ ମନସ୍ତାପ ବେଳେ ଆଜ୍ଞା ବେଳେ ଗୋଟେ ଏତେ ସାହାଯ୍ୟ କଲି ସେ କିଛି ଗୋଟେ ଆପ୍ରିସିଏସନ ବି କଲାନି ସେଇଟା ହଉଛି ଗୋଟେ ମନ କଷ୍ଟ ହୁଏ ବେଳେ ବେଳେ ବୁଝିହଉଛି। ଆଉ ସେ ଜିନିଷ ଏମିତି କି ସାର୍ ଆମ ଘରେ ଦେଖିବା ହଁ ସବୁ ଘରେ କରିକି ବି ସାର୍ ସେଇ ଜିନିଷ ମିଳୁନି ବେଶୀ ଆପଣ ଯୋଉ ଜିନିଷ କଥା କହୁଛନ୍ତି ସାର୍। ବେଶୀ ପରିବାର ଭିତରେ ତମେ ସାହାଯ୍ୟ କରିବ ସେ ବାପା ହୁଅନ୍ତୁ ଭାଇ ହୁଅନ୍ତୁ ମା ହୁଅନ୍ତୁ ବା ଭଉଣୀ ହୁଅନ୍ତୁ ଯିଏ ବି ହୁଅନ୍ତୁ ସବୁବେଳେ ପରିବାରକୁ ଆଜ୍ଞା ନେଇକରି ସାର୍ ଚାଲିବ ପରିବାରକୁ ନେଇକରି କେମିତି ଖୁସିରେ ରହିବ ସେ କଥା ଚିନ୍ତା କରିବ ସବୁ କିଛି କରିବ କିନ୍ତୁ ତା ପ୍ରତିବଦଳରେ ତମକୁ ଆଜ୍ଞା କେହି କିଛି କହିବେ ନାହିଁ ତମେ ବି ସେଗୁଡା ଆଶା କରନି ତମେ ଭାବ ଯେ ମୋର ଏଇଟା ଡ୍ୟୁଟି ମୁଁ କଲି ଜଷ୍ଟ ମୋ ପରିବାର ପାଇଁ ମୋ ଆଜ୍ଞା କର୍ତ୍ତବ୍ୟ ସାର୍ ମୁଁ କଲି ତେଣୁ ସେଗୁଡା କିଛି ଆଶା ବି କର ଆଜ୍ଞା ନାହିଁ ସାର୍ ବୁଝିହଉଛି। ଆଜ୍ଞା ସାର୍ ଆଉ ଠିକ ଗୋଟେ ବଡ କଥା ହଉଛି ଆଜ୍ଞା କଣ ପରିସ୍ଥିତି ସହିତ ସବୁବେଳେ ଖାପ ଖୁଆଇ ଚାଲିବାକୁ ଚେଷ୍ଟା କର ତମର ଏଇଟା ଗୋଟେ ଗୋଟେ ଭଲ ଗୁଣ ଆଜ୍ଞା ସାର୍ ଯେକୌଣସି ଯଦି 5 ଷ୍ଟାର ହୋଟେଲରେ ତମକୁ ଛାଡି ଦିଆଯିବ ସେଠି ତମେ ରହିଯିବ ଯଦି କୋଉ ଝୁମ୍ପୁଡି ଘରେ ଆଜ୍ଞା ସାର୍ ରଖିଦେଲେ ବି ସେଠି ବି ଆଡଜଷ୍ଟ ହେଇକି ରହିଯିବ ମାନେ ସବୁ ଜାଗାରେ ସବୁ ଆଜ୍ଞା ସାର୍ ପରିସ୍ଥିତିରେ ମାନେ କୋଉ ଧର ଗୋଟେ ପଲିଟିକାଲ ଲୋକ ସହିତ କଥା ହବ ତା ସହିତ କେମିତି କଥା ହବ ଜଣେ ଆଜ୍ଞା ସାର୍ ଲେବର ଆଜ୍ଞା ଶ୍ରେଣୀର ଲୋକ ସହିତ କଥା ହବ ତା ସହିତ କେମିତି ସେ ବିଦ୍ୟା ତମକୁ ଭଲ ଭାବେ ଜଣା ଇଏ ହଉଛି ସ୍ୱଭାବ ଏମିତି ସ୍ୱଭାବ କଥା ଆଜ୍ଞା କହିଲେ ଆଜ୍ଞା ତାପରେ ସାର୍ ଭିଡିଓ ମାନେ ଲମ୍ବା ହେଇଯିବ କଥା ହେଇ ହବନି ତେଣୁ ଆଜ୍ଞା ବର୍ତ୍ତମାନ ସାର୍ ଆମେ ଦେଖିବା କଣ ଆଜ୍ଞା ପରିସ୍ଥିତି ଅଛି ବର୍ତ୍ତମାନ ସିଚୁଏସନ କଣ ଅଛି ଯେହେତୁ କନ୍ୟା ରାଶି ଆଜ୍ଞା ଆଜ୍ଞା ସାର୍ କନ୍ୟା ରାଶିର ବର୍ତ୍ତମାନ 3 4 5 6 ଷଷ୍ଠ ଭାବରେ ଅଛନ୍ତି ଶନି ବୁଝିହଉଛି ଗୋଚର ଫଳ ଯଦି ଦେଖିବା ଆଜ୍ଞା ସାର୍ ଷଷ୍ଠ ଭାବରେ ଅଛନ୍ତି ଶନି ଷଷ୍ଠ ଭାବ ହଉଛି ରୋଗ ଆଜ୍ଞା ଋଣ ଶତ୍ରୁର ଭାବ ଷଷ୍ଠ ଭାବ ହଉଛି କମ୍ପିଟିସନ ର ଭାବ ଆଜ୍ଞା ଷଷ୍ଠ ଭାବ ହଉଛି ଆଜ୍ଞା ମାନେ କମ୍ୟୁନିକେସନ ର ଭାବ ସାହସ ପରାକ୍ରମର ଭାବ ବୁଝିହଉଛି ତେଣୁ ଆଜ୍ଞା ଏଠି ଆଜ୍ଞା ଷଷ୍ଠ ଭାବରେ ଶନି ପଜିଟିଭ ରେଜଲ୍ଟ ଦିଅନ୍ତି ତେଣୁ ଶନିଙ୍କର ସ୍ଥିତି ଗୋଚର ସ୍ଥିତି ଯଦି ଆଜ୍ଞା ଦେଖିବା ତାହେଲେ ଭଲ ଜାଗାରେ ଅଛନ୍ତି କର୍ମ କ୍ଷେତ୍ରରେ କିଛିଟା ଉନ୍ନତି ସେ ନିଶ୍ଚିତ କରାଇବେ କିନ୍ତୁ
ସପ୍ତମରେ ଆଜ୍ଞା ରହୁଛନ୍ତି ରାହୁ। ରାହୁ ସପ୍ତମ ଆଜ୍ଞା ଭାବରେ ସାର୍ ଅଛନ୍ତି, ସେଇଟା ଟିକେ ଅବଷ୍ଟାକଲ କରିବ। ଅଷ୍ଟମରେ ବୃହସ୍ପତି ରହୁଛନ୍ତି, ସେଇଟା ମଧ୍ୟ ଟିକେ ଅବଷ୍ଟାକଲ କରିବ। କିନ୍ତୁ ମେ ମାସ 1 ମେ ପରଠାରୁ ନବମ ବୃହସ୍ପତି ହେଇଯିବ। ଆଜ୍ଞା ସୂତାର୍ଥେ ଲାଭ ନବପଞ୍ଚ। ଆଜ୍ଞା ସାର୍ ତେଣୁ ସୁତ ଆଜ୍ଞା ଅର୍ଥ ଉଭୟ ଲାଭ କରାଇବ 1 ମେ 2024 ପରଠାରୁ। ବୁଝିହଉଛି? ମାନେ 1 ତାରିଖ ପରେ, ମେ 1 ପରେ ନିଶ୍ଚିତ ଭାବରେ ଶୁଭ ସମୟ, ଶନି ଶୁଭ ସ୍ଥାନରେ ଅଛନ୍ତି, ବୃହସ୍ପତି ଶୁଭ ସ୍ଥାନକୁ ଯିବେ, ସେଥିପାଇଁ ଭଲ ସମୟ ଆସୁଛି। ବର୍ତ୍ତମାନ ଦେଖିବା ଦଶା ମହାଦଶା କଣ ଆଜ୍ଞା ଚାଲିଛି, ବୁଝିହଉଛି? ଯଦି ରାଶି ଆଜ୍ଞା ଆଜ୍ଞା କୁଣ୍ଡଳୀକି ଆମେ ବିଚାର କରିବା, ଲଗ୍ନ ହଉଛି ଆଜ୍ଞା ସବୁଠାରୁ ମୁଖ୍ୟ। ଯେକୌଣସି ବ୍ୟକ୍ତିର ଲଗ୍ନ ହଉଛି ମୁଖ୍ୟ। ତେଣୁ ଲଗ୍ନ ହଉଛି ତମର ବିଛା ଆଜ୍ଞା ଲଗ୍ନ। ଆଜ୍ଞା ଲଗ୍ନାଧିପତି ସାର୍ ହଉଛନ୍ତି ମଙ୍ଗଳ। ମଙ୍ଗଳ ସେ ଆଜ୍ଞା ସ୍ଥାନରେ ସାର୍ ନିଜ ଘରେ ମଙ୍ଗଳ ଅଛନ୍ତି। ତେଣୁ ଆଜ୍ଞା ସାର୍ ତମେ ସାହସୀ, ତମର ପରାକ୍ରମ ଅଛି, ତମର ଗୋଟେ ଗୋଟେ ଯୋଉଟା କହନ୍ତି ଗୋଟେ ତେଜବନ୍ତ ପୁରୁଷ, ଯେ ତମର ଉପସ୍ଥିତି ଟା ଗୋଟେ ସେ ସରକମଷ୍ଟାନ୍ସେସ୍ କୁ ଜଣେଇଦବ ଯେ ନାଇଁ ଇଏ ଲୋକଟା ଆସିଲା, ଇଏ ଲୋକଟା ଅଛି। ଗୋଟେ ତମେ ସାହସ, ତମ ଘରର ହଉ, ତମେ ଯେକୌଣସି ସଂଗଠନ ସହିତ ରହିବ, ଅଫିସରେ ହଉ, ଯୋଉ କ୍ଷେତ୍ରରେ କାମ କରୁଛ, ତମର ଉପସ୍ଥିତି ଟା ଅନ୍ୟମାନଙ୍କୁ ଗୋଟେ ସାହସ ଆଜ୍ଞା ସାର୍ ଯୋଗେଇଦବ। ବୁଝିହଉଛି? ଯେହେତୁ ଆଜ୍ଞା ଲଗ୍ନରେ ମଙ୍ଗଳ ଅଛି, ତମର ଗୋଟେ ଗୋଟେ ଉର୍ଜା ଟା ସରାଉଣ୍ଡିଂ କି ପୁରା ସାହସ ଯୋଗେଇଦବ। ବୁଝିହଉଛି? ରାଶ୍ୟାଧିପତି ଆଜ୍ଞା ସାର୍ ଆଜ୍ଞା ଏକାଦଶ ଭାବରେ ରହୁଛନ୍ତି ଚନ୍ଦ୍ର। ଏକାଦଶ ହଉଛି ଲାଭ ସ୍ଥାନ। ଏକାଦଶରେ ଚନ୍ଦ୍ର ରହିଲେ ସବୁ ପ୍ରକାର ଶୁଭ ଫଳ ପ୍ରଦାନ କରିବ। ଏକାଦଶ ହଉଛି ଆୟର ସ୍ଥାନ। ବୁଝିହଉଛି? ତେଣୁ ଆଜ୍ଞା ଏକାଦଶ ଚନ୍ଦ୍ର ଭଲ। ଆଜ୍ଞା ଏକାଦଶ ଭାବର ମାଲିକ ହଉଛନ୍ତି କିଏ? ସେ ନା ବୁଧ। ଆଜ୍ଞା ବୁଧ ସେ ଘରେ ଅଛନ୍ତି, ନିଜ ଘରେ ଏକାଦଶ ଭାବରେ ଅଛନ୍ତି। ବୁଝିହଉଛି? ତେଣୁ ଆଜ୍ଞା ସାର୍ ଆଜ୍ଞା ଏଠି କେତେଟା ଯୋଗ ସୃଷ୍ଟି ହଉଛି ଦେଖ। ଏକାଦଶ ଭାବରେ ରହୁଛନ୍ତି ବୁଧ ନିଜ ଘରେ। ମଙ୍ଗଳ ଆଜ୍ଞା ଲଗ୍ନାଧିପତି ମଙ୍ଗଳ ରହୁଛନ୍ତି ନିଜ ଘରେ, ଗୁରୁ ଯୁକ୍ତ ହେଇକରି ଅଛନ୍ତି। ମାନେ ଗୁରୁଜନଙ୍କୁ ମାନ ଆଜ୍ଞା ସମ୍ମାନ କେମିତି ଦିଆହବ, ସେ କେମିତି ଖୁସିରେ ରହିବେ, ଇଏ କଥା ସବୁବେଳେ ତମ ଦିମାଗରେ ଥାଏ। ଯେକୌଣସି ଜାଗାକୁ ଯାଅ, କାହାକୁ ଅସମ୍ମାନିତ କରିବିନି, ବା ଆଜ୍ଞା ଯଦି ବା କେବେ ହେଇଯାଏ କାହିଁକି କଲି ବୋଲି ବହୁତ ରିପେଣ୍ଡ କର। ତେଣୁ କାହା ମନରେ, ଗୁରୁଜନଙ୍କ ମନରେ କେମିତି କଷ୍ଟ ନଦବ, ସେ ଗୁରୁ ସବୁବେଳେ ପାଖେ ତମର ବୃହସ୍ପତି ମଙ୍ଗଳ ସହିତ ରହିଲେ, ମଙ୍ଗଳଙ୍କର ଯୋଉ ନେଗେଟିଭ ଏନର୍ଜି ଗୁଡାକ ସେ ତାକୁ ପଜିଟିଭ କି କନଭର୍ଟ କରିଦିଅନ୍ତି। ବୁଝିହଉଛି? ଆଚ୍ଛା, ଆଜ୍ଞା ଇଏ ହେଲା ଆଜ୍ଞା ଦିଟା ପଜିଟିଭ ଜିନିଷ। ତାପରେ ରହୁଛନ୍ତି ଦ୍ୱାଦଶ ଭାବରେ ରହୁଛନ୍ତି ଶୁକ୍ର। ଦ୍ୱାଦଶ ଆଜ୍ଞା ଭାବ ସାର୍ ହେଲେ ମଧ୍ୟ ଶୁକ୍ରଙ୍କର ସେଟା ହଉଛି ନିଜ ଘର। ବୁଝିହଉଛି? ତେଣୁ ଆଜ୍ଞା ଦ୍ୱାଦଶ ସାର୍ ଭାବରେ ଶୁକ୍ର ଆଜ୍ଞା ରହିଲେ, ଶୁକ୍ର ଆମର ହଉଛି ଯଦି ମ୍ୟାରେଜ କଥା ଚିନ୍ତା କରିବା, ଆଜ୍ଞା ସେ ହଉଛି ଆଜ୍ଞା ମାନେ ଶଯ୍ୟା ସୁଖର ଘର। ସେଠି ଶୁକ୍ର ରହିଲା ମାନେ ମ୍ୟାରେଜ ଲାଇଫ ଟା ଭଲ ରହିବ। ଆଜ୍ଞା ସାର୍ ସପ୍ତମାଧିପତି, ଦ୍ୱାଦଶାଧିପତି ଦ୍ୱାଦଶରେ ରହୁଛନ୍ତି, ସେ ପୁଣି ଶୁକ୍ର। ଯଦିବା ଦ୍ୱାଦଶ ଭାବଟା ଆଜ୍ଞା ହଉଛି ନେଗେଟିଭ ଭାବ, ବ୍ୟୟର ଭାବ, କିନ୍ତୁ ସେ ଜାଗାରେ ଶୁକ୍ର ନିଜ ଘରେ ଆଜ୍ଞା ଅଛନ୍ତି ମାନେ ସେ ଧନ ଜନ ଗୋପ ଲକ୍ଷ୍ମୀର କାରକ ସେଠି ରହୁଛନ୍ତି, କି କୌଣସି ଅସୁବିଧା ନାହିଁ। ଇଏ ଟିକେ ଖର୍ଚ୍ଚି ତମେ ହେଇଥିବ, ଯେ ଯେକୌଣସି ମାନେ ରୋଜଗାର ଅନୁସାରେ ଖର୍ଚ୍ଚ କରିଦଉଥିବ। ଟିକେ କେମିତି ଲକ୍ଜରିୟସ୍ ଲାଇଫ ମେଣ୍ଟେନ ଆଜ୍ଞା କରି ଭଲ ମନ୍ଦ କିଣିବି, ପ୍ୟାଣ୍ଟ ସାର୍ଟ ପିନ୍ଧିବି, ଇଏ କରିବି, ଏସବୁ ଜିନିଷରେ ଟିକେ ବେଶୀ ଫୋକସ ରହୁଥିବ, ଯୋଉଥିପାଇଁ ପଇସା ପତ୍ର ଆଜ୍ଞା ରଖି ପାରୁନଥିବ। ଆଜ୍ଞା ସାର୍ ଆଜ୍ଞା ତେଣୁ ସେଥିପ୍ରତି ଟିକେ ଅଯଥା ବ୍ୟୟକୁ ଟିକେ ଧ୍ୟାନ ଦବ, କିନ୍ତୁ ତା ଦ୍ଵାରା କିଛି କ୍ଷତି ହବ ନାହିଁ। ଯଦି ବା ଅଯଥା ଖର୍ଚ୍ଚ ହେଇଯାଉଛି, ତା ଦ୍ଵାରା କିଛି କ୍ଷତି ହବ ନାହିଁ। ବର୍ତ୍ତମାନ ଦେଖିବା ଦଶା ମହାଦଶା କଣ ଚାଲିଛି। ଦଶା ଅନ୍ତର୍ଦଶା ହେଲା। ଆଜ୍ଞା ସାର୍ ହୁଁ। ଆଜ୍ଞା ସାର୍ 5-3-2022 ଠାରୁ ବୃହସ୍ପତି ମହାଦଶା ଆରମ୍ଭ ହେଇଛି। ବୁଝିହଉଛି? ଆଜ୍ଞା ସାର୍ ଆଜ୍ଞା 5-3-2022 ରୁ ବୃହସ୍ପତି ମହାଦଶାରେ ଆଜ୍ଞା ବୃହସ୍ପତି ଅନ୍ତର୍ଦଶା ଚାଲିଛି। 23-4-2024 ପର୍ଯ୍ୟନ୍ତ ଚାଲିବ। ବୃହସ୍ପତି ମହାଦଶା ଟା ଆମର ରହିବ
38 पर्यंत 2038 पर्यंत बृहस्पति महादशा चलिबो जेहेतु बृहस्पति चलीजी बृहस्पति होउचंती द्वितीय बृहस्पति होउचंती द्वितीय एवं पंचम भावर मालिक बा द्वितीय पंचम भावर अधिपति से लग्न रे रहउचंती ଆଜ୍ଞା ସାର୍ द्वितीय होउची धन भाव धन संचय धनर भाव होउची द्वितीय भाव तेणु द्वितीय भावर मालिक ଆଜ୍ଞା पंचम भावर मालिक लग्न रे रहउचंती ଆଜ୍ଞା ସାର୍ तेणु माने लव रिलेशन भी देखौची बुझौची ଆଜ୍ଞା ସାର୍ 1/5/2024 ଠାରୁ ତମର ଆଜ୍ଞା विवाह जोग मध्य सृष्टि होउची जेतु ଆଜ୍ଞା ସାର୍ बृहस्पति महादशा रे विभिन्न प्रकार काम करियो जदि हमें देखिबा रत्नावली देखिबा बृहस्पति महादशा रे बृहस्पति ଆଜ୍ଞା ସାର୍ अंतर्दशा गुरु दशा रे गुरुकर अंतर्दशा 185 ସାର୍ ବିବାହଟା କଣ ଲଭ୍ ହବ ନା ଆରେଞ୍ଜ लव मैरिज देखौची ଲଭ୍ ତ ସାର୍ ହେଇକି ଫେଲ୍ ହେଇଯାଇଛି हमर ଆଜ୍ଞା ସାର୍ रत्नावली ये होची ज्योतिषार रत्नावली हैला पाठ ଆଜ୍ଞା अनुसार ସାର୍ गुरु सहित गुरुंकर अंतर्दशा महा सुख देइथाय बुझौची ଆଜ୍ଞା ସାର୍ ଆଜ୍ଞା गोपुर मंडपादि निर्माण कराए गोपुर मंडपादि माने ଆଜ୍ଞା कोनोसी गुडे मंदिर बा मठ कोनोसी धर्म काम रे मन बळेबो एवं से ताकु गुडे घर फर तयारी करिया पई चिंता करिवो ए सब कथा मुंडकु आसी जीवो आसिल गुडा धर्मिय काम रे ସାର୍ ନିଜ ଘର ଚିନ୍ତାରେ ଅଛି କରିବା ପାଇଁ ଚିନ୍ତାରେ ଅଛି କିନ୍ତୁ ସାର୍ ପ୍ଲାନିଂ କରିନି अच्छा आउ राज सम्मान प्राप्त होई थाए राज सम्मान माने जदि पॉलिटिक्स रे जे थांती तांको पई राज सम्मान माने ଆଜ୍ଞା पॉलिटिक्स रे अग्रगण्य मध्य हेई थांती बुझो तेणु गुरुंकर ଆଜ୍ଞା ସାର୍ अंतर्दशा महादशा अंतर्दशाटा संपूर्ण भाव रे शुभ फल प्रदान करिवो ता सहित जेतेबेले राहुकर आसीबो कि केतुर आसीबो अंतर्दशा से समयटा टिके समस्या दबो किंतु गुरुंकर महादशा भलो समय जदि बिजनेस कथा देखिबा बुझौछ ଆଜ୍ଞା ସାର୍ बिजनेस कथा जदि तमे बिल्डर लाइन रे काम करिवो बा जागा बाड़ी बिक्री ଆଜ୍ଞା किणा बिका करिवो माइंस रे जदि काम ଆଜ୍ଞା ସାର୍ करिवो राजनीति रे जदि काम करिवो बा ज्वेलरी ଆଜ୍ଞା दुकान रे करि परिवो वाटर फैक्ट्री करि परिवो मद दुकान करि परिवो ଆଜ୍ଞା लिक्विड आइटम जे ଆଜ୍ଞା कोनसी रे बिजनेस करि परिवो कोल्ड ड्रिंक्स हैला कि हमर जो प्रकार ओआरएस हैला ए सब लिक्विड आइटम रे जदि बिजनेस करबो ताले निश्चित भाव रे ए सब जहां जहां कहली से सब ये रे बिजनेस कले भलो आउ कोन जानिया पई चाहछ ଆଜ୍ଞା ସାର୍ ଆଜ୍ଞା ମୁଁ आउ कोन जानिया को ସାର୍ ମୁଁ ବି ଆଜ୍ଞା ସାର୍ ସାର୍ ପଇସା କୋଉଦିନ କେବେଠୁ ସେଭିଂ ହେବା ଆରମ୍ଭ ହବ ଜୀବନରେ पैसा सेमिति सेविंग जेहेतु द्वादश भाव रे शुक्र रहउचंती पैसा सेविंग आरंभ हबो नाही पैसा आसीबो एमति जीवो ता द्वारा किछि असुविधा हबनी पैसा रहिले ही खराब किंतु सेथुरु किछिटा सेविंग निजे चाहिले हेई परिबो जदी चाहुच सेमिति किछि सेविंग करिया पई ताले गोटे प्रतिकार ଆଜ୍ଞା कर प्रत्येक ଆଜ୍ଞା रविवार दिन बुझौछ प्रत्येक ଆଜ୍ଞା रविवार दिन ଆଜ୍ଞା किछि गुड़ गोमाता को खाइबाकू दियो ଆଜ୍ଞା माने कोनोसी शुक्ल पक्ष रविवार दिन आरंभ करिवो 3-4 मास पर्यंत दियो ଆଜ୍ଞା निश्चित भाव रे पैसा किछि ଆଜ୍ଞା सेविंग हबो बुझौछ एतिकी एतिकी कर ଆଜ୍ଞା ସାର୍ पैसा सेविंग हबो आउ किछि ଆଜ୍ଞା करिया ସାର୍ ଆଜ୍ଞା दरकार आउ कोन बुझिया को चाहूछ ସାର୍ କିଛି ଜମି ବାଡି ବାହନ ସୁଖ ଆଉ କିଛି ମିଳିପାରିବ କି ଭଲ ଜମି ବାଡି ବାହନ निश्चित भाव रे ସୁବିଧା निश्चित भाव रे माने गाड़ी घोड़ा किनिबो
ଜମି ଘର ଏଗୁଡା ଆଜ୍ଞା ସବୁ ଯୋଗ ନିଶ୍ଚିତ ଭାବରେ ରହୁଛି। ଏଇ ବୃହସ୍ପତି ମହାଦଶାରେ ହିଁ ତାକୁ କରିବ, ବୁଝିହଉଛି। ଯେତେବେଳେ ବୃହସ୍ପତିଙ୍କ ସହିତ ଆଜ୍ଞା ମଙ୍ଗଳଙ୍କର କନେକ୍ସନ ଆସିବ ବା ବୃହସ୍ପତିଙ୍କ ସହିତ ଆଜ୍ଞା ସାର୍ ଯେତେବେଳେ ଆସିବ, ମୁଁ କହିଦଉଛି, ବୃହସ୍ପତି ମହାଦଶାରେ ଆଜ୍ଞା ବୃହସ୍ପତିଙ୍କ ସହିତ ଶନିଙ୍କର ଯେତେବେଳେ କନେକ୍ସନ ଆସିବ 23/4/2024 ରୁ 5/11/2026, ଆରି ଭିତରେ ଗାଡି ହଉ କି ଘର ହଉ କି ଜାଗା ହଉ କି ଘର କରିବା ହଉ ନିଶ୍ଚିତ ଭାବରେ କରାଇବ, ବୁଝିହଉଛି। ତେଣୁ ଆଜ୍ଞା ସାର୍ ଏଣ୍ଡ ଆଁ ସରିବା ଭିତରେ ସାର୍ ହଁ ସରିବା ଭିତରେ ହଁ, ତେଣୁ ସେଇ ହିସାବରେ ପ୍ଲାନ କର, ତାକୁ ଯେମିତି ଘର ହଉ କି ଗାଡି ହଉ ଯାହା ଚିନ୍ତା କରିଥିବ ସେଟା ନିଶ୍ଚିତ ଭାବରେ ସେଇ ସମୟରେ ହିଁ କରାଇବ। କାରଣ ଶନି ରହୁଛନ୍ତି ଚତୁର୍ଥ ଆଜ୍ଞା ଭାବରେ। ସାର୍ ଆଜ୍ଞା ଚତୁର୍ଥ ଭାବ ହଉଛି ଆଜ୍ଞା ଘର, ଗାଡି, ଜାଗା, ସୁଖର ସ୍ଥାନ। ସେ ଜାଗାରେ ଯେହେତୁ ଚତୁର୍ଥ ଭାବରେ ଶନି ଅଛନ୍ତି, ମାନେ ନିଜ ଘରେ ଅଛନ୍ତି, ବୁଝିହଉଛି। ଆଜ୍ଞା ସାର୍ ଯଦିବା ବକ୍ରି ଆଜ୍ଞା ଅଛନ୍ତି, କିନ୍ତୁ ସେଟା ନିଜ ଘର ଶନିଙ୍କର କୌଣସି ଖରାପ ଫଳ ଦବ ନାହିଁ, ସମ୍ପୂର୍ଣ୍ଣ ଭାବରେ ଶୁଭ ଫଳ। ଏ ଜାତକ ବହୁତ ପାୱାରଫୁଲ ଜାତକ, ବୁଝିଲେ କି। ମାନେ ଆଜ୍ଞା ସାର୍ 3-4ଟା ପ୍ଲାନେଟ ଆଜ୍ଞା ନିଜ ଘରେ ରହୁଛନ୍ତି। ରବି ଯଦିବା ଆଜ୍ଞା କର୍ମ ଭାବ ଟା ଟିକେ ଡିଷ୍ଟର୍ବ ରହୁଛି, କାରଣ ରବି ନିଚରେ ଅଛନ୍ତି, କିନ୍ତୁ ଶୁକ୍ର ଯୁକ୍ତ ହେଇଥିବାରୁ, ଶୁକ୍ର ସେଠି ଆଜ୍ଞା ନିଜ ଘରେ ଥିବାରୁ ଗୋଟେ ନିଚ ଭଙ୍ଗ ରାଜଯୋଗ ସୃଷ୍ଟି ହଉ। ଆଜ୍ଞା ତେଣୁ ରବି ନିଚ ହେଲେ ତାଙ୍କର ଆଜ୍ଞା ପାୱାରଲେସ୍ ହଉନାହିଁ। ରବି ମଧ୍ୟ ପାୱାରରେ ରହୁଛନ୍ତି, ଚନ୍ଦ୍ର ନିଜ ଘରେ ରହୁଛନ୍ତି, ଆଜ୍ଞା ଲଗ୍ନାଧିପତି ମଙ୍ଗଳ ନିଜ ଘରେ ରହୁଛନ୍ତି, ଗୁରୁ ଯୁକ୍ତ ହେଇକି ରହୁଛନ୍ତି, ଶନି 4th ହାଉସ ରେ ରହୁଛନ୍ତି, ନିଜ ଘରେ ରହୁଛନ୍ତି। ତେଣୁ ଗୋଟେ ଭଲ ଜାତକ, ଆଜ୍ଞା ଲାଇଫ ରେ ସେମିତି କିଛି ସମସ୍ୟା ହବନି। ଆଜ୍ଞା କର୍ମ କରିଚାଲ, ଭଗବାନଙ୍କ ଉପରେ ଭରସା ରଖ, ଆଜ୍ଞା ନିଶ୍ଚିତ ଭାବରେ ଆଜ୍ଞା ଜୀବନ ଚର୍ଯ୍ୟା ଭଲ ହବ। ଆଜ୍ଞା ସାର୍ ଯୋଉ ବିବାହର ସାର୍ ହେଇଯିବ ଏଇ ତଥାପି 2-4 ବର୍ଷ ଭିତରେ? 1-5-2024 ରୁ ଆଜ୍ଞା 1-6-2025 ଭିତରେ ନିଶ୍ଚିତ ଭାବରେ ହବ। ବିବାହ ଦକ୍ଷିଣ ଦିଗରେ କିମ୍ବା ଅଗ୍ନିକୋଣରେ ହବ। ଭଲ ଝିଅ ସହିତ ବି ହବ, ଆସିବ, ପ୍ରସ୍ତାବ ଆଜ୍ଞା ଆସିବ। ସାର୍ ଘରଠୁ କିଛି ଦୂର ସ୍ଥାନକୁ ଯିବାର ଅଛି ତ? ଘରଠୁ ଦୂର ଯାତ୍ରା ଅଛି କି ସାର୍? ମୁଁ ଫରେନ୍ ଯିବାକୁ ଚେଷ୍ଟା କରୁଛି, ହେଇପାରିବ କି? ଗଲେ କି ସେପଟୁ ଆର୍ଥିକ ସ୍ଥିତି କିଛି ମାନେ ଫରେନ ଯିବା କି? ଯୋଗ ତ ନିଶ୍ଚିତ ଭାବରେ ଦେଖଉଛି, କାରଣ କର୍ମାଧିପତି ଆଜ୍ଞା ସାର୍ ଦ୍ୱାଦଶ ଭାବରେ ଅଛି, ବୁଝିହଉଛି। ତେଣୁ ଫରେନ ଯିବା ଆଜ୍ଞା ସାର୍ ଯୋଗଟା ଦେଖଉଛି। ଯଦି ଇଚ୍ଛା କରୁଛ ଫରେନ ଆଜ୍ଞା ଯାଅ, ସକ୍ସେସ ହବ, କିଛି ଅସୁବିଧା ନାହିଁ। ସାର୍ କୋଉ କୋଉ ଝିଅଙ୍କୁ ବିବାହ କଲେ ହବ ଜାତକ ହିସାବରେ, ଏଇଟା ବିଚାର କରିବା ସାର୍? ନାଇଁ ସେଇଟା ସେ ଜାତକ ଦେଖିଲେ ଜଣା ପଡିବ। ସେମିତି କାହାର ରାଶି ଖାଲି ମେଳକ ହେଲେ ହବନି, ତାର ସବୁ ଜିନିଷ ଦେଖିବାକୁ ପଡିବ। ଆଜ୍ଞା ତେଣୁ ତାକୁ ଅଲଗା କେତେବେଳେ ଆମେ ଆଜ୍ଞା ସାର୍ ଆଲୋଚନା କରିବା। ସମୟ ହେଲାଣି, ଆଉ ଜଣେଙ୍କ ଆଜ୍ଞା ସହିତ ସାର୍ କଥା ହବାର ଅଛି, ହେଲା। ଆଜ୍ଞା 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 ସାର୍ ନମସ୍କାର ଆଜ୍ଞା। ନମସ୍କାର।